ଭାଇରେ ଧଉଳି ଗଣଧର୍ଷଣ ଆଖିରୁ ନ ଲିଭୁଣୁ ପୁଣି ଏକ ରାଜଧାନୀରେ ଲଜ୍ଜାଜନକ ଘଟଣା। ପୁଣି ଏକ 17 ବର୍ଷ ନାବାଳିକାକୁ ଗଣଧର୍ଷଣ। ଚାକିରି ଦେବାକୁ କହି ଝିଅକୁ ଭୁବନେଶ୍ୱର ଡାକି 2 ଜଣ ମିଶି ଗଣ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ମାନେ 2 ଜଣ ମିଶି ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଦେଇଥିଲେ। ସେ ଝିଅ ବିଜ୍ଞାପନ ପଢି ଫୋନ ମାଧ୍ୟମରେ ଭୁବନେଶ୍ୱର ଆସିଥିଲା। ଯେଉଁ 2 ଜଣ ଅଭିଯୁକ୍ତ ଶହୀଦନଗର ସ୍ଥିତ ଏକ ଭଡା ଘରେ ରହୁଥିଲେ, ସେ ଝିଅଟି ଆସି ସେଇଠାରେ ପହଞ୍ଚିଥିଲା। ସେଇ ଭଡା ଘରେ ସେଇ 2 ଜଣ ମିଶି ଝିଅଟାକୁ ଦୁଷ୍କର୍ମ ଉପରେ ଦୁଷ୍କର୍ମ କରି ଚାଲିଲେ। ଭଗବାନଙ୍କ ଆଶୀର୍ବାଦରୁ ଝିଅଟି କଳବଳ କୌଶଳେ ସେଠାରୁ ଖସି ଯାଇ ଶହୀଦନଗର ଥାନାରେ ଅଭିଯୋଗ କଲା। ପୋଲିସ ସାଙ୍ଗେ ସାଙ୍ଗେ ସେଠାକୁ ଯାଇ ତଦନ୍ତ ଆରମ୍ଭ କରି 2 ଜଣଙ୍କୁ ଗିରଫ କଲେ। ରାଜଧାନୀରେ ଯଦି ଏଭଳି ଘଟଣା ଦିନକୁ ଦିନ ବଢି ଚାଲିବ, ତାହେଲେ ସାଧାରଣ ମଣିଷ କେମିତି ଜୀବନ ଯାପନ କରିବେ? ମୁଁ ସିଏମ ସାରଙ୍କୁ ଅନୁରୋଧ କରୁଛି, ଦୁଷ୍କର୍ମକାରୀ ମାନଙ୍କୁ ପୋଲିସ ସାହାଯ୍ୟରେ ଏନକାଉଣ୍ଟର କରାଯାଉ। ଶହୀଦନଗରର କାହାଣୀ, ଚାକିରି ଦବା ନାଁରେ ଗଣଧର୍ଷଣ।